नमस्कार जय जगन्नाथ बंधुगण रानी क्रिएशन यूट्यूब चैनल आपण मानक पुणी थे स्वागतम एवं शुभकामना। आज विषय हेउछि केउं दिन रे केउं काम करिबा मना। सप्ताहक 7 बार रे आमे माने कोउ काम करिबा किंबा केउं काम करिबा मना ता विषय मु आपण मानक जणेबी। ता आगरु कहि रखिबे कि जे सप्ताहक 7टी बार रही थाए ଯେମିତିକି ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର, ରବିବାର। ସେଇ 7ଟି ବାରରେ କ'ଣ ସବୁ କରିବା ଉଚିତ କିମ୍ବା କ'ଣ ସବୁ କରିବା ଅନୁଚିତ ମୁଁ ଆପଣମାନଙ୍କୁ ଜଣେଇବି। ହଁ ଆଜ୍ଞା, ତା ସହିତ ମୁଁ ଆପଣମାନଙ୍କୁ କେଉଁ ମାସରେ କେଉଁ ଫଳ ଖାଇବାକୁ ମନା ମୁଁ ତାହା ମଧ୍ୟ ଆପଣମାନଙ୍କୁ ଜଣେଇବି। ମାତ୍ର ଗୋଟିଏ ଭିଡ଼ିଓରେ ଆପଣମାନେ ସବୁ କିଛି ଜାଣିପାରିବେ। ତ 12 ମାସର ନାମ ମୁଁ ଆପଣମାନଙ୍କୁ କହୁଛି। ବୈଶାଖ, ଜ୍ୟେଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ, ଫାଲ୍ଗୁନ। ଏହି ମାସ କିମ୍ବା ବାରରେ କ'ଣ ସବୁ କରିବା ଉଚିତ, କ'ଣ ସବୁ ଖାଇବା ଅନୁଚିତ ମୁଁ ଆପଣମାନଙ୍କୁ ସବୁ ଜଣେଇବି। ତ ଭିଡ଼ିଓଟିକୁ ଷ୍ଟାର୍ଟ କରୁଛି। ସୋମବାର ଦିନ କ'ଣ କରିବା, କେଉଁ କାମ କରିବା ଉଚିତ କିମ୍ବା କରିବା ଅନୁଚିତ ମୁଁ ଆପଣମାନଙ୍କୁ ଜଣାଉଛି। ସୋମବାର ଦିନ, ଏହି ଦିନରେ ମାତା ପିତାଙ୍କୁ କଦାପି କଷ୍ଟ ଦିଅନ୍ତୁ ନାହିଁ, ନଚେତ୍ ଆପଣଙ୍କୁ ବହୁତ ଖରାପ ଫଳ ମିଳିବ। ମଙ୍ଗଳବାର ଦିନ, ଏହି ଦିନରେ କାହାଠୁ ଉଦ୍ଧାର ନିଅନ୍ତୁ ନାହିଁ। ଉଦ୍ଧାର ନେଲେ ଆପଣମାନେ କେବେ ବି ତାର ଧାର ଶୁଝିପାରିବେ ନାହିଁ। ବୁଧବାର ଦିନ, ଏହି ଦିନରେ ଚୁଡ଼ି କଦାପି ଦାନ କରନ୍ତୁ ନାହିଁ। ବିଶେଷ କରି ମହିଳାମାନେ ଏହି ଦିନରେ ଚୁଡ଼ି କାହାକୁ ବି ଦାନ କରିବା ଅନୁଚିତ ଅଟେ, ନଚେତ୍ ଖରାପ ଫଳ ମିଳିଥାଏ। ବୁଧବାର ଗଲା, ତାପରେ ଗୁରୁବାର ଦିନ, ଏହି ଦିନରେ କଦାପି କେଶ ସଫା କରନ୍ତୁ ନାହିଁ, କାରଣ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କୋପଦୃଷ୍ଟି ରଖିବେ ଏବଂ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହେଇଯିବେ, ଯାହାଫଳରେ ଆପଣଙ୍କୁ ଧନପ୍ରାପ୍ତି ହେବ ନାହିଁ। ଶୁକ୍ରବାର ଦିନ, ଏହି ଦିନରେ ସ୍ୱାମୀ ସ୍ତ୍ରୀ କଦାପି ଝଗଡ଼ା କରନ୍ତୁ ନାହିଁ, ନଚେତ୍ କଳହ ଆଗକୁ ବହୁତ ମାତ୍ରାରେ ବଢ଼ି ଯାଇପାରିବ। ଶନିବାର ଦିନ, ଏହି ଦିନରେ ଲୁହା ସାମଗ୍ରୀ କଦାପି କିଣନ୍ତୁ ନାହିଁ, ଯାହାଫଳରେ ଆପଣଙ୍କୁ ବହୁତ ବିପଦ ଆଶଙ୍କା ସୃଷ୍ଟି ହେବ। ରବିବାର ଦିନ, ଏହି ଦିନରେ ମଦ୍ୟପାନ କଦାପି କରନ୍ତୁ ନାହିଁ, କାରଣ ଆପଣଙ୍କୁ ଭଗବାନ କେବେ ବି କ୍ଷମା କରିବେ ନାହିଁ। ଏବେ ଆସିଲା କେଉଁ ମାସରେ କେଉଁ ଫଳ ଖାଇବ ନାହିଁ। ପ୍ରଥମେ ବୈଶାଖ ମାସରେ। ବୈଶାଖ ମାସରେ ତେନ୍ତୁଳି କେବେ ବି ଖାଆନ୍ତୁ ନାହିଁ। ଜ୍ୟେଷ୍ଠ ମାସରେ ତାଳ ଖାଇବ ନାହିଁ। ଆଷାଢ଼ ମାସରେ ଜାମୁକୋଳି ଖାଇବ ନାହିଁ। ଶ୍ରାବଣ ମାସରେ ବଟଫଳ ଖାଇବ ନାହିଁ। ଭାଦ୍ରବ ମାସରେ ମୁଗ ଖାଇବ ନାହିଁ। ଆଶ୍ୱିନ ମାସରେ ମାୟା ଫଳ ଖାଇବ ନାହିଁ। କାର୍ତ୍ତିକ ମାସରେ ଆତ ଫଳ ଖାଇବ ନାହିଁ। ମାର୍ଗଶିର ମାସରେ ସୋରିଷ ଖାଇବ ନାହିଁ। ପୌଷ ମାସରେ କୋଳଥ ଖାଇବ ନାହିଁ। ମାଘ ମାସରେ ବରକୋଳି ଖାଇବ ନାହିଁ। ଫାଲ୍ଗୁନ ମାସରେ ସଜନା ଛୁଇଁ ଖାଇବ ନାହିଁ। ଯଦି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ, ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍, କମେଣ୍ଟ, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ହଁ ଆଜ୍ଞା, ତା ପୂର୍ବରୁ କହି ରଖିବେ କି ଯେ ଆପଣମାନଙ୍କୁ ଯଦି ଏ ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଆପଣମାନେ ଢେର ସାରା ଭଲ ପାଇବା ଦିଅନ୍ତୁ ଏବଂ ଯଦି କିଛି ତ୍ରୁଟି ରହିଯାଇଥାଏ ତେବେ କ୍ଷମା କରିଦେବେ। ଏବଂ ଆପଣମାନେ ଯଦି କିଛି ତା ବିଷୟରେ ଅଧିକା କିଛି ଜାଣିଛନ୍ତି, ତେବେ ମୋତେ କମେଣ୍ଟ ବକ୍ସରେ ନିହାତି ଜଣେଇବେ, ଯାହାଫଳରେ ମୁଁ କିଛି ଶିକ୍ଷଣ ଭିଡ଼ିଓ ଆପଣଙ୍କ ପାଖରୁ ପାଇପାରିବି।